କିନ୍ତୁ ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଡବଲ ଲୋକଙ୍କୁ ଠକିଛି। ଯୋଉ ଇଲେକ୍ସନ ଇସ୍ତାହାରରେ ଯୋଉ କହିଥିଲେ ଯୋଉ ଉନ୍ନୟନ ମୂଳକ କଥା ବା ଲୋକଙ୍କର ବିକାଶ କଥା ନାରାବାଜି ଯୋଉ ଦେଇଥିଲେ, କିନ୍ତୁ ବର୍ଷେ ପୁରୀ ଗଲା ସେମାନଙ୍କର ବିକାଶ ନାରାବାଜିରେ ହିଁ ରହିଗଲା। କୌଣସି ବିକାଶ ହେଇପାରିଲା ନାହିଁ ଓଡ଼ିଶାରେ ବା ପ୍ରତ୍ୟେକ ଜିଲ୍ଲାରେ ବା ଓଡ଼ିଶାରେ କୌଣସି ବିକାଶ ହେଇପାରିଲା ନାହିଁ। ସୁଭଦ୍ରା ଯୋଜନା କଥା କୁହନ୍ତୁ, ଆଜି ବର୍ଷେ ହେଇଗଲା ସେମାନେ ଫୁଲଫିଲ କରିପାରୁନାହାନ୍ତି। ବୁଢା ବୁଢୀ ପେନସନ କଥା କୁହନ୍ତୁ, 3,500 ଟଙ୍କା କହିଥିଲେ, ଆଜି ପର୍ଯ୍ୟନ୍ତ ସେ ବୁଢା ବୁଢୀ ମାନେ ଗୁରୁଣ୍ଡି ଆଜି ଖୋଜୁଛନ୍ତି 3,500 ଟଙ୍କା। ଆମେ ଯେତେବେଳେ ଏରିଆକୁ ଗଲେ ଲୋକ ଆମକୁ ଧରି ବସୁଛନ୍ତି, ଏଇଟା ଗୋଟେ କଥା। ତାପରେ ଯୋଉ ଚିଟଫଣ୍ଡ କଥା, 24 ଘଣ୍ଟା ଭିତରେ ସେମାନେ ପ୍ରତିଶ୍ରୁତି ଯୋଉ ଦେଇଥିଲେ 24 ଘଣ୍ଟା ଭିତରେ ଆମେ ଚିଟଫଣ୍ଡ ଲୋକଙ୍କୁ ଫେରସ୍ତ କରିବୁ, ଏଇଟା ଗୋଟେ କଥା। ତା ସହିତ ଯୋଉ ଉନ୍ନୟନ ମୂଳକ ଯୋଉ କାମ ହେବା କଥା ଲୋକାଲରେ କୌଣସି ଉନ୍ନୟନ ମୂଳକ କାମ ହେଇନାହିଁ। ମାନେ ଯୋଉ ସେଭଳି ଭାବରେ କୌଣସି ବଜେଟରେ ମଧ୍ୟ ସେଭଳି ଭାବରେ କୌଣସି ବଜେଟ ରଖିନାହାନ୍ତି ବା ତିଆରି କରିନାହାନ୍ତି। କାଲି ବର୍ଷ ପୁରୀଗଲା, ଏମାନେ ଖାଲି ଭାଷଣ ଦେଇଛନ୍ତି, ବିକାଶର ନାରା ଖାଲି ଭାଷଣ ମାରୁଛନ୍ତି, ଆଉ ଖାଲି ରଙ୍ଗ ବଦଳାଇଛନ୍ତି, କିଛି ନାହିଁ। ଯୋଉଠି ଯୋଉ ଅଫିସିଆଲି କଲର ଥିଲା ତାକୁ ରଙ୍ଗ ବଦଳାଇକରି ଗେରୁଆ କଲର କରିଛନ୍ତି। ଲକ୍ଷ୍ମୀ ବସ୍ ଯୋଜନା କଥା କୁହନ୍ତୁ, ଯୋଉ ବିଜେଡି ବିରୋଧ ସରକାର ଯୋଉ କରିଥିଲେ ତାକୁ ରଙ୍ଗ ବଦଳାଇକି ସେମାନେ କରିଛନ୍ତି। 24 ବର୍ଷରେ ଯୋଉ ଲୋକ ବିଜେଡି ସରକାର ଯୋଉ ଥିଲା ଓଡ଼ିଶାରେ, ଯୋଉ ଲୋକ ହରିୟାଣ ହରକତ ହେଇଛନ୍ତି, ସବୁ ମାନେ ଯୋଜନାରେ ସେମାନେ ଠକାମିର ଶିକାର ହେଇଛନ୍ତି। ଏଇ ଯୋଉ ସରକାର ଡବଲ ଇଞ୍ଜିନ ସରକାର, ଏ ଡବଲ ଇଞ୍ଜିନ ସରକାର ମାନେ ଡବଲ ଠକାମି ହେଇଛନ୍ତି। ଆଉ ଯୋଉ ଏବେ ଗୋଟେ ଯୋଉ ଆୟୁଷ୍ମାନ ଯୋଉ କାର୍ଡ କଥା କହୁଛନ୍ତି, ଆୟୁଷ୍ମାନ କାର୍ଡ କଥାରେ ତ କୌଣସି କାର୍ଡ କାର୍ଯ୍ୟକାରୀ ହିଁ ନାହିଁ। ଲୋକ ମେଡିକାଲ ଗଲେ ଲୋକଙ୍କୁ ଫେରାଇ ଦଉଛନ୍ତି, ବହୁତ ଲୋକ ମୃତ୍ୟୁବରଣ ମଧ୍ୟ କରିସାରିଲେଣି। ଆଉ କଣ ବିକାଶ କରୁଛନ୍ତି ଏମାନେ? କାହିଁକି ଏ ପୂର୍ତ୍ତି ପାଳନ କରୁଛନ୍ତି କେଜାଣି? ଲାଜ ଲାଗୁନାହିଁ ନା ଲଜ୍ଜା ଲାଗୁନାହିଁ? ଅନୁଦାନ ବି କମିଯାଇଛି, ସବୁ ଓଡ଼ିଶାରେ ଅନୁଦାନ କମିଛି, କେନ୍ଦ୍ରରେ ମଧ୍ୟ ଅନୁଦାନ କମିଯାଇଛି, ପ୍ରତ୍ୟେକ କ୍ଷେତ୍ରରେ ବା ପ୍ରତ୍ୟେକ ଡିପାର୍ଟମେଣ୍ଟ।